ବେପାରୀଙ୍କ ନିୟନ୍ତ୍ରଣରେ ପରିବା ଦର। ଆମ ରାଜ୍ୟରେ ପନିପରିବା ଦର ବିଭିନ୍ନ ଋତୁ ଅନୁସାରେ ପରିବର୍ତ୍ତନ ହୋଇଥାଏ। ପନିପରିବାର ଉତ୍ପାଦନ ଓ ଆବଶ୍ୟକତାକୁ ଭିତ୍ତି କରି ପନିପରିବା ଦର ହ୍ରାସ କିମ୍ବା ବୃଦ୍ଧି ହୋଇଥାଏ। ତେବେ ଯୋଡ଼ା ବଡ଼ବିଲ ଅଞ୍ଚଳରେ କେତେକ ବେପାରୀ ପରିବା ଦର ନିୟନ୍ତ୍ରଣ କରୁଥିବା ବେଳେ ଏଠାରେ ସବୁ ଋତୁରେ ପନିପରିବା ଦର ଆକାଶ ଛୁଆଁ ରହୁଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ରିମୁଳି ଚମ୍ପୁଆ ଅଞ୍ଚଳର ପରିବା ଚାଷୀ ଓ ଝାଡ଼ଖଣ୍ଡ ପ୍ରଦେଶର କେତେକ ପରିବା ବେପାରୀ ଯୋଡ଼ା ବଡ଼ବିଲ ଅଞ୍ଚଳବାସୀଙ୍କୁ ପନିପରିବା ଯୋଗାଇଥାନ୍ତି। ତେବେ ଯୋଡ଼ା ଓ ବଡ଼ବିଲ ପୌରାଞ୍ଚଳରେ ପନିପରିବା ବିକ୍ରୟ ନିମନ୍ତେ ସ୍ଥାନର ଅଭାବ କାରଣରୁ ଗ୍ରାମାଞ୍ଚଳରୁ ପନିପରିବା ବିକ୍ରୟ ନିମନ୍ତେ ଆସୁଥିବା ଚାଷୀମାନଙ୍କୁ ପରିବା ବିକ୍ରୟ ନିମନ୍ତେ ଉପଯୁକ୍ତ ସ୍ଥାନ ମିଳେ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ରାଜରାସ୍ତା ପାର୍ଶ୍ୱରେ ବସି ପନିପରିବା ବିକ୍ରୟ କରିଥାନ୍ତି। ଏହାର ସୁଯୋଗ ନେଇ ସ୍ଥାନୀୟ ପରିବା ବେପାରୀମାନେ ସେମାନଙ୍କଠାରୁ ଶସ୍ତା ଦରରେ ପରିବା କିଣି ଗ୍ରାହକମାନଙ୍କୁ ଚଢ଼ା ଦରରେ ବିକ୍ରି କରି ଅଧିକ ଲାଭବାନ ହେଉଥିବା ଅଭିଯୋଗ ହେଉଛି। ଯେପରିକି ଆଳୁ କିଲୋ ପ୍ରତି ଖୁଚୁରା ଦରରେ 32ରୁ 35 ଟଙ୍କା ଦରରେ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ କଳା ବଜାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ବଡ଼ବିଲ ଅଞ୍ଚଳରେ ଆଳୁ 40ରୁ 45 ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଗ୍ରାମାଞ୍ଚଳରେ 50 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣାପଡ଼ିଛି। ତେଣୁ ସ୍ଥାନୀୟ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।